କାଇଁ ବା ବାତ୍ୟା? ଓଡ଼ିଶାବାସୀ ଅନେଇ ବସିଥିଲୁ ମନ୍ଥା ଆସିବ, ଆମକୁ ରିଲିଫ୍ ମିଳିବ, କେତେ କ'ଣ ଆଶା ଥିଲା ମନରେ। ଦେଖିଲା ବେଳକୁ ସବୁ ଫୁସ୍ ହେଇଗଲା। 2 ଦିନ ହେଲାଣି ମୁଁ ଅନେଇ ବସିଛି ବାତ୍ୟା ମନ୍ଥା ଆସିବ, ମୁଁ କନ୍ଥା ଘୁରି ଶୋଇବି। କେଜିଏ ବାଦାମ, କାଣ୍ଠିଆ, ମୁଢ଼ି ମିକ୍ସଚର ଆଣିଥିଲି। ବାତ୍ୟାକୁ ଝରକା ଫାଙ୍କରେ ଦେଖି ଫିଲ୍ କରି କରି ତାକୁ ଖାଇବି। ହେଲେ ସବୁ ଆଶାରେ ରହିଗଲା। ନାଇଁ ମନ୍ଥା, ତୋ ପାଖରୁ ମୋର ଏ ଆଶା ନଥିଲା। ରାଗ ଆସିଯାଉଛି, ମୁଣ୍ଡ ଟେନସନ୍ ହେଇଯାଉଛି। ଆମ ନ୍ୟୁଜ୍ ଚ୍ୟାନେଲ ଉପରକୁ ଲାଗୁଥିଲା ସେଇଥିରେ ହିଁ ବାତ୍ୟାଟି ହୋଇଛି। ଆପଣ ବିଶ୍ୱାସ କରିବେନି ଆଜ୍ଞା, ସେମାନଙ୍କର କଥା ଶୁଣି ମୁଁ କିଛି ସମୟ ପାଇଁ ଭାବିଥିଲି ତାଙ୍କ କଥାରେ ମୋ ପ୍ରାଣଟି ଉଡ଼ିଯିବ। ଏତେ ପବନ କ'ଣ ଲୋକ କରିପାରନ୍ତି? ତମ ପବନ ଦେଖି 1999 ମସିହା ବାତ୍ୟା ଦେଖିଥିବା ବୁଢ଼ାବୁଢ଼ୀମାନଙ୍କର ହାର୍ଟଚୋକ୍ ହୋଇଯାଇଥିବ। ମୋତେ ତ ଲାଗୁଥିଲା ଯେମିତି ବାତ୍ୟାଟା ତମ ନ୍ୟୁଜ୍ ଚ୍ୟାନେଲରେ ହିଁ ହେଉଥିଲା। ହଉ ଛାଡ଼, ତମେ ଯେତେ ପାଡ଼ୁଛ ପାଡ଼। ମନ୍ଥନା, ତୁ ଯାହା କଲୁ ଠିକ୍ କଲୁନୁ। ଏତେ କପଟ କରିବା କ'ଣ ଠିକ୍? ଓଡ଼ିଶା ବା ତୋ ମାମୁଁ ଘର। ମାମୁଁ ଘରକୁ ନ ଆସି ତୁ ଯାଇଛୁ ମାଉସୀ ଘରକୁ। କେମିତି ତୁ ଚାଲିଗଲୁ? ଆରେ ତୁ ଆସିବୁ ବୋଲି ମୁଁ ମୋବାଇଲରେ 200% ଚାର୍ଜ କରିଥିଲି, ତୋ ଫଟୋ ଉଠେଇ ସାଇତି ରଖିବି ବୋଲି। ହେଲେ ତୁ କ'ଣ କଲୁ? କପଟ କଲୁ ନା? ହଉ ଯା, ଆଉ ତ ସାଙ୍ଗ ହେବିନି। ମୁଁ ସମସ୍ତଙ୍କୁ ସେୟାର କରିବି, କାନ୍ଦି କାନ୍ଦି କହିବି, ହେ ସାଙ୍ଗମାନେ, ମନ୍ଥା ଆମକୁ ଫାଙ୍କି ଦେଇଛି, ମାମୁଁ ଘରକୁ ନ ଆସି ମାଉସୀ ଘରକୁ ଚାଲି ଯାଇଛି। ଦେଖ ସାଙ୍ଗ, ତତେ ତ ମୁଁ ସେୟାର କଲି, ତୁ ବି ଏମିତି ସମସ୍ତଙ୍କୁ ସେୟାର କର। ଏ ମନ୍ଥାର ଶସ୍ତାକୁ ବୁଡ଼େଇ ଦେବା।